ଘଟଣାକୁ ଆମେ କ'ଣ କହିବା? ଅମାନବିକତାର ଗୋଟେ ଉଦାହରଣ ଜେଣ୍ଡର ଡିସ୍କ୍ରିମିନେସନର ଗୋଟେ ଉଦାହରଣ କହିପାରିବା? କ'ଣ କହିବା ଆପଣଙ୍କ ମତରେ? ଦିଲ୍ଲୀରେ ଜଣେ ଟ୍ରାଫିକ ମାନେ ଜଣେ ପୋଲିସ କନେଷ୍ଟବଳ ନିଜ ଛୁଆକୁ ଧରିକି ଡ୍ୟୁଟି କରିପାରୁଛନ୍ତି, ଯେଉଁଠିକି ଫିଜିକାଲ ଫିଟନେସ୍ ବହୁତ ଇମ୍ପୋର୍ଟାଣ୍ଟ। ବଟ୍ ବାଲେଶ୍ୱରରେ ଗୋଟେ ପୁରୁଷ ତାଙ୍କ ଛୁଆକୁ ଧରିକି ପାଠ ପଢ଼େଇଲେ ତାଙ୍କୁ ସସ୍ପେଣ୍ଡ କରିଦିଆଯାଉଛି। ତ ଜେଣ୍ଡର ଡିସ୍କ୍ରିମିନେସନ୍ କହିବି ନା ଅମାନବିକତାର କଥା ଉଦାହରଣ କଥା କହିବି, କ'ଣ କହିବି ମୁଁ ବି ଜାଣିପାରୁନି। ବଟ୍ ସମ୍ପୂର୍ଣ୍ଣ ଏଇଟା ଗୋଟେ ଭୁଲ ଜିନିଷ, ଯେଉଁଠି ଫିଜିକାଲ ପରିଶ୍ରମ ଦରକାର। ଫିଜିକାଲି ଜଣେ କାମ କରୁଛି ପୋଲିସ, ତାକୁ ଆଲାଉ କରାଯାଉଛି। ମେଣ୍ଟାଲି କାମ କରୁଥିବା ଟିଚର ଯଦି କୌଣସି କ୍ରିଟିକାଲ ପରିସ୍ଥିତି ନିଜ ପିଲାକୁ ପାଖରେ ରଖିଦେଲା, ଗୋଟେ ବହୁତ ବଡ଼ ଏଇଟା ଗୋଟେ ଅକ୍ଷମଣୀୟ ଅପରାଧ ହେଇଯାଏନି। ନିନ୍ଦା ସେଇମାନଙ୍କୁ, ସେଇ ଅଫିସରମାନଙ୍କୁ ଯେଉଁମାନେ ସସ୍ପେଣ୍ଡ ନୋଟିସ୍ ଦେଇଛନ୍ତି। ଏଇଟା ଗୋଟେ ବହୁତ ବଡ଼ ଅମାନୁଷିକ ଆଉ ଅମାନବିକ ବ୍ୟବହାର ହେଇଛି ସେ ଶିକ୍ଷକ ପ୍ରତି। ନିଶ୍ଚିନ୍ତ ମୁଁ କହିବି, ଏଇଟା ମୁଁ ଘୋର ନିନ୍ଦା କରୁଛି ଏଭଳିଆ ପରିସ୍ଥିତି ଆଉ ସେଇ ଅଫିସରମାନଙ୍କୁ ଯେଉଁମାନେ ତାଙ୍କୁ ସସ୍ପେଣ୍ଡ କରିଛନ୍ତି।